বাইক ও টঙ্কা লুট ঘটনা, 5 গিরফ, কার সহ মোবাইল জবত। ମଦନପୁର ରାମପୁର 3 ତାରିଖ ଶୁକ୍ରବାର ଦିନ ନିକଟସ୍ଥ ଅରଞ୍ଜରଣ ଘାଟିଠାରେ 5 ଜଣ ଦୁର୍ବୃତ୍ତ ଏକ ଆର୍ଟିକା ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଆଉ ତା'ର ସାଙ୍ଗ ମଧୁସୂଦନ ପାତ୍ର 2 ଜଣ ପେଟ୍ରୋଲ କିଣି ନିଜ ଗାଁକୁ ପଲ୍ସର ବାଇକ୍ରେ ଫେରୁଥିବା ସମୟରେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ର ଦେଖାଇ ପ୍ରଥମେ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ଠାରୁ ନଗଦ 2200 ଟଙ୍କା ଲୁଟିବା ସହ ଏକ ପଲ୍ସର ମୋଟରସାଇକେଲ ଛଡ଼ାଇ ଫେରାର ମାରିଥିଲେ। ଏନେଇ ମୋରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସମସ୍ତ ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲାର କୋଟ ଗାଁର ବିମଲ ଭୋଇ, ଭୋଜରାଜ ବଡ଼ମାଲି, ଦହିମାଲ ଗାଁର ରାଜେଶ ସାହୁ, ସନମ ଝଙ୍କାର, ସନତ ଭୋଇ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଲୁଟ୍ ହୋଇଥିବା ପଲ୍ସର ବାଇକ୍ ଓ 2200 ଟଙ୍କା ଉଦ୍ଧାର କରାଯାଇଛି। ସେମାନଙ୍କଠାରେ ଲୁଟ୍ରେ ବ୍ୟବହାର କରାଯାଇଥିବା ଏକ ଆର୍ଟିକା କାର୍, ଏକ ଛୁରୀ ଓ 3 ଗୋଟି ମୋବାଇଲ ଜବତ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ପ୍ରଧାନ।